କେମିତି କଟିବ ଆଜିର ଦିନ? 2/10/2025 ଗୁରୁବାର। ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ବ୍ୟବସାୟ ଭଲ କରିବ, ଆୟର ସୁନିଶ୍ଚିତତା ରହିବ, ଘର ଟେନସନ୍ ହେବ, ଅଂଶୀଦାରମାନଙ୍କ ସହିତ ପାର୍ଥକ୍ୟ ଯେ ଯୁକ୍ତି ହୋଇପାରେ, ତୁମର ବ୍ୟକ୍ତିଗତ ନିୟନ୍ତ୍ରଣ କରାଅ, ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ ହୋଇପାରେ। କାରବାରରେ ସାବଧାନ ରୁହନ୍ତୁ, କରାଯାଉଥିବା କାର୍ଯ୍ୟ ଖରାପ ହୋଇପାରେ। ବିବାଦ ଏବଂ ଦୁର୍ଘଟଣାକୁ ଦୂରେଇ ରୁହନ୍ତୁ। ଦ୍ୱିତୀୟ ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ବ୍ୟବସାୟ ଲାଭଦାୟକ ହେବ, ପ୍ରେମ ସମ୍ପର୍କରେ ସୁସଙ୍ଗତତା ରହିବ, ଚାକିରିରେ ବୃଦ୍ଧି ଘଟିବ, ସମସ୍ତ କାର୍ଯ୍ୟ ଠିକ୍ ସମୟରେ କରାଯିବ, ବିନିଯୋଗ ଭଲ ହେବ, ଆୟ ବୃଦ୍ଧି ପାଇବ, ଦିନଟି ଭଲ ଆକାରରେ କଟିବ, ଘର ବାହାରେ ଓ ସୁଖ ମିଳିବ, ଆଇନଗତ ପ୍ରତିବନ୍ଧକକୁ ହଟାଇ ଲାଭରେ ପରିସ୍ଥିତି ସୃଷ୍ଟି ହେବ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ। ସ୍ଥାବର ସମ୍ପତ୍ତି ବୃଦ୍ଧି ପାଇବ, ଏକ ବଡ଼ ଡିଲ୍ ହୋଇପାରେ, ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ, ବ୍ୟବସାୟ ବୃଦ୍ଧି ପାଇବ, ଘର ଏବଂ ବାହାରେ ସବୁ ଦିଗରୁ ସହଯୋଗ ଗ୍ରହଣ କରାଯିବ, ସୁଖ ମିଳିବ, ପ୍ରଲୋଭିତ ହୁଏ ନାହିଁ, ଥକା ଏବଂ ଦୁର୍ବଳତା ଦେଖାଯିବ। ସେଭଳିଆ କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ସୃଜନଶୀଳ କାର୍ଯ୍ୟ ସଫଳ ହେବ, ବ୍ୟବସାୟରେ ବ୍ୟସ୍ତ ରହିବେ, ଏହାର ପ୍ରଭାବ ଚାକିରି ବୃଦ୍ଧି ପାଇବ, ପରିବାର ପାଇଁ ଚିନ୍ତା ହେବ, ଭାଗ୍ୟ ଆପଣଙ୍କ ସମର୍ଥନ କରିବ ଯେ ଆପଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ପରିଚିତ ହେବେ। ଏକ ସୁଖଦ ଯାତ୍ରା ଆୟୋଜନ କରାଯାଇପାରେ, ତୁମର ପ୍ରିୟ ଖାଦ୍ୟ ଉପଭୋଗ କର। ସେଭଳିଆ ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ବ୍ୟବସାୟର ଅନୁକୂଳ ଲାଭ ହେବ, ଆୟ ଜାରି ରହିବ, ମୂଲ୍ୟବାନ ସାମଗ୍ରୀ ଓ ତୁମ ସହିତ ରଖ, ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। କଠିନ ପରିଶ୍ରମ ଅଧିକ ହେବ, ବିପଦପୂର୍ଣ୍ଣ ଏବଂ ବନ୍ଧୁକ କାର୍ଯ୍ୟ ଦୂରେଇ ରୁହନ୍ତୁ, ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି, ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ, ସମବେଦନା ଖବର ଆସିପାରେ। ସେଭଳିଆ କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ବିନିଯୋଗ ଶୁଭ ହେବ, କଠିନ ପରିଶ୍ରମ ଫଳ ଗ୍ରହଣ କରାଯିବ, ଘର ବାହାରେ ଓ ପଚରା ଉଚରା କରାଯିବ, ଲାଭ ସୁଯୋଗ ଆସିବ, ବିପଦ ଏବଂ ବନ୍ଧକ କାର୍ଯ୍ୟ ଦୂରେଇ ରୁହନ୍ତୁ, ଚାକିରି ବୃଦ୍ଧି ଘଟିବ, ଆପଣ ଉଚ୍ଚ କର୍ତ୍ତୃପକ୍ଷଙ୍କ ସୁଖ ପାଇବେ, ପାରିବାରିକ ଚିନ୍ତା ବୃଦ୍ଧି ପାଇବ, ଶତ୍ରୁମାନଙ୍କ ଠାରୁ ସତର୍କତା ଆବଶ୍ୟକ। ସେଭଳିଆ ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ସୁଖ ବୃଦ୍ଧି ପାଇବ, କିଛି ମହତ୍ କାର୍ଯ୍ୟ କରିବାକୁ ତୁମର ମନ ପ୍ରସ୍ତୁତ କରିବ, ତତ୍ପରତା ନାହିଁ, ବ୍ୟବସାୟ ଲାଭଦାୟକ ହେବ, ନୂତନ ବନ୍ଧୁ ସୃଷ୍ଟି ହେବ, ଘର ବାହାରେ ପଚରା ଉଚରା କରାଯିବ, ଆୟର ସୁନିଶ୍ଚିତତା ରହିବ, ଆତ୍ମସମ୍ମାନ ରହିବ, ଭଲ ଖବର ପାଇବେ, ଅତିଥିମାନେ ଆସିବେ। ସେଭଳିଆ ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଉପହାର ଗ୍ରହଣ କରାଯିବ, ବେକାରୀ ଦୂର ହେବ, ବ୍ୟବସାୟ ବୃଦ୍ଧି ପାଇବ, ଆପଣ ଚାକିରିରେ ପଦୋନ୍ନତି ପାଇପାରିବେ, ବିନିଯୋଗ ଭଲ ହେବ, ଭାଗ୍ୟ ଅନୁକୂଳ ହେବ, ପ୍ରଲୋଭିତ ହୁଅ ନାହିଁ, ଆପଣ ଉତ୍ସାହ ଏବଂ ଖୁସିରେ କାମ କରିବାକୁ ସମର୍ଥନ ହେବେ, କିଛି ବଡ଼ କାମ କରି ସୁଖର ବୃଦ୍ଧି ଘଟିବ। ସେହିଭଳି ଦେଖିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ତୁମ ଜୀବନ ସାଥୀଠାରୁ ସମର୍ଥନ ପାଇବ, ଚିନ୍ତା ଏବଂ ଚାପ ଦୂର ହେବ, ଟଙ୍କା କାରବାରରେ ଶୀଘ୍ର ଏବଂ ବେପାରୁଆ ହୁଅନ୍ତୁ ନାହିଁ, ଟଙ୍କା ନଷ୍ଟ ହୋଇପାରେ, ବିବାଦରୁ ଦୂରେଇ ରୁହନ୍ତୁ, ଅସୁବିଧାରୁ ଦୂରେଇ ରୁହନ୍ତୁ, ଆୟର ସୁନିଶ୍ଚିତ ରହିବ, ଅପଚୟ ଖର୍ଚ୍ଚ ହେବ, ସ୍ୱାସ୍ଥ୍ୟ ଦୁର୍ବଳ ହେବ। ସେଭଳିଆ ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ରୋଜଗାର ବୃଦ୍ଧି ପାଇବ, ଆୟ ବୃଦ୍ଧି ପାଇବ, ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ, ଅଟକି ରହିଥିବା ଟଙ୍କା ପାଇବାର ସମ୍ଭାବନା ଅଛି, ଚେଷ୍ଟା ଜାରି ରଖନ୍ତୁ, ଭ୍ରମଣ ଲାଭଦାୟକ ହେବ, ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ, ଭାଇମାନଙ୍କ ସହଯୋଗ ସୁଖ ବୃଦ୍ଧି କରିବ, ଘର ବାହାରେ ଜୀବନ ଖୁସି ହେବ, ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟ ଦୂରେଇ ରୁହନ୍ତୁ। ସେଭଳି ଦେଖିବା କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ରୋଜଗାର ବୃଦ୍ଧି ପାଇବ, ଆପଣ ସାମାଜିକ କାର୍ଯ୍ୟ କରିବାକୁ ଏକ ସୁଯୋଗ ପାଇପାରନ୍ତି, ଘର ବାହାରେ ପଚରା ଉଚରା କରାଯିବ, ନୂତନ ଚାକିରି ମିଳିପାରିବ, ବାହାରକୁ ଯିବାକୁ ଇଚ୍ଛା କରିବେ, ସେଠାରେ ସୁଖ ଏବଂ ତୃପ୍ତି ରହିବ, ତତ୍ପରତା ନାହିଁ, ଏକ ନୂତନ ଯୋଜନା ପ୍ରସ୍ତୁତ ହେବ, କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଶେଷରେ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣ ସତ୍ସଙ୍ଗର ଲାଭ ପାଇବେ, ବ୍ୟବସାୟ ବୃଦ୍ଧି ପାଇବ, ରାଜନୈତିକ ସମର୍ଥନ ପାଇବେ, ଲାଭ ସୁଯୋଗ ଆସିବ, ସବୁ ଦିଗରୁ ସଫଳତା ଆସିବ, ସୁଖ ବୃଦ୍ଧି ପାଇବ, ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ, ଥକା ଲାଗିବ, ତନ୍ତ୍ରମନ୍ତ୍ର ପ୍ରତି ଆଗ୍ରହ ଜାଗ୍ରତ ହେବେ, ପ୍ରତିଦ୍ୱନ୍ଦିତା ବୃଦ୍ଧି ପାଇବେ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦେବେ।